ओम शांति 14 अगस्ट 2024। शिव भगवान उवाच मीठे बच्चे तुमମାନଙ୍କର ଅନାଦି ସମ୍ବନ୍ଧ ଭାଇ ଭାଇର ଏବଂ ସାକାରରେ ଭାଇ ଭଉଣୀ ଅଟ। ସେଥିପାଇଁ ତୁମମାନଙ୍କ ଭିତରେ କେବେ ହେଲେ ବିକାରୀ ଦୃଷ୍ଟି ଆସିପାରିବ ନାହିଁ। ବାବା କହୁଛନ୍ତି ମିଠେ ବଚ୍ଚେ ତୁମମାନଙ୍କର ଅନାଦି ସମ୍ବନ୍ଧ ଭାଇ ଭାଇର ଏବଂ ସାକାରରେ ଭାଇ ଭଉଣୀ ଅଟ। ସେଥିପାଇଁ ତୁମମାନଙ୍କ ଭିତରେ କେବେ ହେଲେ ବିକାରୀ ଦୃଷ୍ଟି ଆସିପାରିବ ନାହିଁ। ଆଜିର ପ୍ରଶ୍ନ, ବିଜୟୀ ଅଷ୍ଟରତ୍ନ କେଉଁମାନେ ହେଉଛନ୍ତି? ସେମାନଙ୍କର ମୂଲ୍ୟ କେତେ? ବିଜୟୀ ଅଷ୍ଟରତ୍ନ କେଉଁମାନେ ହେଉଛନ୍ତି? ସେମାନଙ୍କର ମୂଲ୍ୟ କେତେ? ଉତ୍ତର, ଯେଉଁମାନଙ୍କର ମନ ଭିତରେ ବିକାରୀ ଚିନ୍ତନ ଚାଲୁନଥାଏ, ଦୃଷ୍ଟି ସମ୍ପୂର୍ଣ୍ଣ ପବିତ୍ର ହୋଇଥାଏ, ସେହିମାନେ ହିଁ ଅଷ୍ଟରତ୍ନ ହୋଇଥାନ୍ତି, ଅର୍ଥାତ୍ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିଥାନ୍ତି ଏବଂ ସେମାନଙ୍କର ମୂଲ୍ୟ ଏତେ ଅଧିକ ହୋଇଥାଏ ଯେ ଯଦି କାହା ଉପରେ କେବେ କୌଣସି ଖରାପ ଗ୍ରହ ଚାଲିଥାଏ ତେବେ ତାକୁ ଅଷ୍ଟରତ୍ନର ମୁଦି ପିନ୍ଧାଇଥାନ୍ତି। ଭାବନ୍ତି ଏହାଦ୍ୱାରା ଗ୍ରହ ଦୋଷ ସମାପ୍ତ ହୋଇଯିବ। ଅଷ୍ଟରତ୍ନ ଆତ୍ମାମାନେ ଦୂରଦୃଷ୍ଟି ସମ୍ପନ୍ନ ହୋଇଥିବା କାରଣରୁ ନିରନ୍ତର ଭାଇ ଭାଇର ସ୍ମୃତିରେ ରହିଥାନ୍ତି। ଓମ୍ ଶାନ୍ତି। ରୁହାନୀ ପିଲାମାନେ ଜାଣିଛନ୍ତି ସେମାନଙ୍କର ନାମ କ'ଣ? ବ୍ରାହ୍ମଣ। ଏକଥା ପିଲାମାନେ ଜାଣିଛନ୍ତି। ବ୍ରହ୍ମା କୁମାର ଏବଂ କୁମାରୀ ବହୁତ ସଂଖ୍ୟାରେ ଅଛନ୍ତି। ଏଥିରୁ ପ୍ରମାଣିତ ହେଉଛି ଯେ ଏମାନେ ସବୁ ପୋଷ୍ୟ ସନ୍ତାନ ଅଟନ୍ତି, କାହିଁକିନା ଏକ ପିତାଙ୍କର ସନ୍ତାନ ଅଟନ୍ତି। ତେବେ ନିଶ୍ଚିତ ପୋଷ୍ୟ ହୋଇଥିବେ। ତୁମେ ବ୍ରହ୍ମା କୁମାର ଏବଂ କୁମାରୀମାନେ ହିଁ ପୋଷ୍ୟ ସନ୍ତାନ ଅଟ। ତୁମେ ବହୁତ ସଂଖ୍ୟାରେ ଅଛ। ଜଣେ ହେଉଛନ୍ତି ପ୍ରଜାପିତା ବ୍ରହ୍ମା ଏବଂ ଆଉ ଜଣେ ହେଉଛନ୍ତି ପରମ ପିତା ପରମାତ୍ମା। ତୁମେ ତାଙ୍କର ସନ୍ତାନ ଅଟ। ତେବେ ନିଶ୍ଚିତ ତାଙ୍କର ପରସ୍ପର ସହିତ ସମ୍ବନ୍ଧ ଅଛି, କାହିଁକିନା ଶିବଙ୍କର ହେଉଛନ୍ତି ରୁହାନୀ ସନ୍ତାନ ଏବଂ ବ୍ରହ୍ମାଙ୍କର ହେଉଛନ୍ତି ଶାରୀରିକ ସନ୍ତାନ। ଯଦି ଶିବଙ୍କର ସନ୍ତାନ ହେଲ ତେବେ ପରସ୍ପର ଭାଇ ଭାଇ ହୋଇଗଲ। ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ସାକାରରେ ଭାଇ ଭଉଣୀ ହୋଇଗଲ। ଭାଇ ଭଉଣୀଙ୍କର ପରସ୍ପର ସହିତ ବିକାରୀ ସମ୍ବନ୍ଧ କେବେ ହୋଇନଥାଏ। ତୁମମାନଙ୍କ ପାଇଁ ପ୍ରଚାର ହୋଇଯାଇଛି ଯେ ଏମାନେ ସମସ୍ତଙ୍କୁ ଭାଇ ଭଉଣୀ କରାଉଛନ୍ତି, ଯାହାଦ୍ୱାରା ଶୁଦ୍ଧ ସମ୍ବନ୍ଧ ରହିବ, ବିକାରୀ ଦୃଷ୍ଟି ନ ଯାଉ। କେବଳ ଏହି ଗୋଟିଏ ଜନ୍ମ ପାଇଁ ପବିତ୍ର ଦୃଷ୍ଟି ହୋଇଗଲେ ଭବିଷ୍ୟତରେ କେବେ ବିକାରୀ ଦୃଷ୍ଟି ରହିବ ନାହିଁ। ଏମିତି ନୁହେଁ ସତ୍ୟଯୁଗରେ ସମସ୍ତେ ପରସ୍ପରକୁ ଭଉଣୀ ଭାଇ ମନେ କରନ୍ତି। ସେଠାରେ ତ ଯେପରି ମହାରାଜା ମହାରାଣୀ ହୋଇଥାନ୍ତି ସେହିପରି ସ୍ୱାମୀ ସ୍ତ୍ରୀ ହୋଇଥାନ୍ତି। ଏବେ ତୁମେ ପିଲାମାନେ ଜାଣୁଛ ଯେ ଆମେ ପୁରୁଷୋତ୍ତମ ସଙ୍ଗମ ଯୁଗରେ ଅଛୁ ଏବଂ ଆମେ ସମସ୍ତେ ଭାଇ ଭଉଣୀ ଅଟୁ। ପ୍ରଜାପିତା ବ୍ରହ୍ମା ନାମ ତ ରହିଛି ନା? ତେବେ ପ୍ରଜାପିତା ବ୍ରହ୍ମା କେବେ ହୋଇଥିଲେ ଏ କଥା ଦୁନିଆକୁ ଜଣାନାହିଁ। ତୁମେମାନେ ଏଠାରେ ବସିଛ, ଜାଣିଛ ଯେ ଆମେମାନେ ହିଁ ପୁରୁଷୋତ୍ତମ ସଙ୍ଗମ ଯୋଗୀ ବ୍ରହ୍ମା କୁମାର କୁମାରୀ ଅଟୁ। ତେବେ ଏହାକୁ ଧର୍ମ ବୋଲି କୁହାଯିବ ନାହିଁ। ଏଠାରେ କୁଳର ସ୍ଥାପନା ହେଉଛି। ତୁମେ ସମସ୍ତେ ବ୍ରାହ୍ମଣ କୁଳର ଅଟ। ତୁମେ କହିପାରିବ ଯେ ଆମେ ବ୍ରହ୍ମା କୁମାର କୁମାରୀମାନେ ନିଶ୍ଚିତ ଏକ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟୁ। ଏହା ନୂଆ କଥା ନା? ତୁମେ ନିଜକୁ ବି କେ ବୋଲି କହିପାରିବ। ବାସ୍ତବରେ ଦେଖିଲେ ଆମେ ସମସ୍ତେ ଭାଇ ଭାଇ ଅଟୁ, ଅର୍ଥାତ୍ ଜଣେ ପିତାଙ୍କର ସନ୍ତାନ ଅଟୁ। ଏହି ସମ୍ବନ୍ଧକୁ ପୋଷ୍ୟ ବୋଲି କୁହାଯିବ ନାହିଁ, କାରଣ ଆମେ ଆତ୍ମାମାନେ ତାଙ୍କର ଅନାଦି ସନ୍ତାନ ଅଟୁ।
से परम पिता परमात्मा सुप्रीम सोल अटंती। अन्य काहा पई सुप्रीम अक्षर कुहाजिब नाही। सुप्रीम संपूर्ण पवित्र को कुहाजाए। एमिति कुहाजाई पारिब नाही जे समस्ते पवित्र अटंती। पवित्र तो एही संगमरे हेउछन्ति। तुमे तो पुरुषोत्तम संगम जुगर निवासी अट। जेपरी कलिजुग निवासी सत्यजुग निवासी कुहाजाए। सत्यजुग कलिजुग को तो बहुत जानिछन्ति। जदि दुरादेशी बुद्धि होइथिबे तेबे बुझी पारिबे। कलिजुग एवं सत्यजुगर मध्य को संगम जुग कुहाजाए। शास्त्र रे किंतु जुगे जुगे कहि देइछन्ति। बाबा कहुछन्ति मु जुगे जुगे आसे नाही। तुम बुद्धि रे एही ज्ञान रहिबा दरकार जे आमे माने पुरुषोत्तम संगम जुगे ब्रह्मा कुमार कुमारी अटु। वर्तमान ना आमे सत्य जुगरे अछु ना कलि जुगरे अछु। संगम जुग परे सत्य जुग निश्चित आसिब। तुमे सत्य जुग को जीवा पाई एबे पुरुषार्थ करुछ। सेठाको पवित्रता बिना केही जाई परिबे नाही। वर्तमान समय रे तुमे पवित्र हेबार पुरुषार्थी अट। समस्ते तो पवित्र नुहंती। केतेक पतित मध्य अछंती। चालू चालू विकारग्रस्त होई जाउछंती। पुणी लुचि लुचि आसी ज्ञान अमृत पान करुछंती। वास्तव रे जी अमृत छाड़ी विष पान करुछंती अर्थात विकारग्रस्त होई जाउछंती तांकु किछि दिन पाई एठाकु आसीबाकु अनुमति दिया जाए नाही। किंतु एहा मध्य गायन अछि। जेतेबेले अमृत बंटा जाउथिला सेतेबेले विकारी असुर आसी लुचि करी बसी जाउथिले। कुहंती जदि इंद्र सभारे एभली अपवित्र बसी जाती तेबे तांकु अभिशाप लागि जाए। एथिपाई गोटिए कहानी मध्य कहुछंती। जणे परी विकारी को सभा को नहीं आसिला। पुणी तार अवस्था कौन हेला? विकारींकर तो निश्चित अधोगति हेला। एहा बुझिबार कथा अटे। विकारी केबे निजर उन्नति करि पारिबे नाही। कुहंती सिए जाई पत्थर होइगला। तेबे एभली नुहे जे मनुष्य वास्तवरे पत्थर किंबा वृक्ष होई जाउछि। सिए तो पत्थर बुद्धि होई जाउछि। एठाकु अनेक आत्मा पारस बुद्धि हेबा पाई आसुछन्ति। किंतु लुचि लुचि विषपान करुछन्ति अर्थात विकार रे जाउछन्ति। तेणु एथिरु प्रमाणित हेउछि जे सेमाने पत्थर बुद्धि ही रहिबे। एकथा बाबा सम्मुखरे आसी सुनाउछन्ति। शास्त्र गुड़िकरे तो केवल एही भली उल्लेख रहिछि। सेथिरे इंद्र सभार नाम उल्लेख अछि। जेउठारे पुखराज परी आदि भिन्न भिन्न परिमानंकु दर्शाइछन्ति। रत्न गुड़िक मध्य क्रमानुसारे थाए ना। केउटी बहुत मूल्यवान रत्न होइथाए तो आउ केउटी कम। काहार मूल्य कम होइथाए आउ काहार मूल्य अधिक होइथाए। न रत्नर मुदी तैयारी करि थांती ना विज्ञापन देई थांती। किंतु नाम तो रत्न ही अटे। एठारे सबु प्रकारर आत्मा बसिछन्ति ना। किंतु सेमानंक मध्यरे केही हीरा केही लीला केही माणिक पुखराज आदि बसिछन्ति। तेबे सेमानंक भितरे राति दिनर फरक रहिछि ना। सेमानंकर मूल्यरे मध्य फरक थाए। पुणी सेही भली फूलमानंक सहित मध्य तुलना करा जाउछि। से बाबा कहउछन्ति पुणी सेही भली फूलमानंक सहित मध्य तुलना करा जाउछि। सेथिरे मध्य विभिन्न प्रकारर रहिछन्ति। पिलामाने जानिछन्ति किए केउ फूल। ब्राह्मणी माने पंडा रूपरे आसुछन्ति। सेमाने बहुत भल फूल अटन्ति। केही केही विद्यार्थी मध्य अन्यमानंकु बुझाइबारे चतुर थांती। तेबे बाबा ब्राह्मणी को फूल न देई तांकु देबे। निमित्त शिक्षकंक ठारु मध्य तांक भितरे बहुत भल गुण थाए। कौनसी विकार न थाए।
आउ काहा काहा भितरे तो क्रोधर भूत लोभर भूत आदि आदि अवगुण भरी रही थाए। तेबे बाबा जानिछंती किए मनपसंदर पंडा आउ किए द्वितीय नंबर पंडा। केही केही पंडा एते मनपसंद होई न थांती जेतिकी जिज्ञासु होई थांती। एभली मध्य होई थाए। निमित्त शिक्षिका मध्य निजे मायार कबଳରେ पड़ी विकारग्रस्त होई जाती। एमिति अछंती अनेकंकु पंकरु उद्धार करी निजे फसी मरंती। माया बहुत शक्तिशाली। पिलामाने मध्य बुझुछंती जे विकारी दृष्टि बहुत धोका दे थाए। जे पर्यंत विकारी दृष्टि थिबो से पर्यंत भाई भौणी होई रहिबार जो निर्देश मिलिछि ताहा पालन करि हेबो नाही। कारण पवित्र दृष्टि बदली विकारी दृष्टि होई जाई थाए। जेतेबेले विकारी दृष्टि समाप्त होई पक्का पवित्र दृष्टि होई जिवो सेतेबेले जाई ताकू कर्मातीत अवस्था कुहाजिवो। एभली निजको जांच करिबाकू हेबो। एकत्र रही मध्य विकार दृष्टि न जाऊ। एठारे तुमे भाई भौणी हेउछ। तुम मझिरे ज्ञानर खंडा रहिछि। आमकु तो पवित्र रहिबार संपूर्ण प्रतिज्ञा करिबाकू हेबो। किंतु बाबांकु लेखुछंती बाबा विकारर आकर्षण हेउछि। तेबे एहार अर्थ हेला ए पर्यंत प्रतिज्ञा करिनाह। तेबे एथिपाई पुरुषार्थ करुछंती जे जेपरि एहा न हेउ। जेतेबेले दृष्टि पवित्र होई जिवो तेबे जाई विजय प्राप्त करि परिबो। तेणु तुमर अवस्था एही भली हेबा दरकार जहाँकि कौनसी विकारी संकल्प मध्य आसुनथिबो। एहाको ही कर्मातीत अवस्था कुहा जाए। एहा ही हेउछि लक्ष्यस्थल। केते चमत्कार माला तयारी हेउछि। अष्टरत्नर मध्य माला तयारी होई थाए। पिलामाने तो बहुत संख्यार अछंती। सूर्यवंशी चंद्रवंशी कुल एहिठारे स्थापन हेउछि। एमानंक भितरु जेउमाने संपूर्ण उत्तीर्ण हुअन्ति वृत्ति नियंती सेमाने ही अष्टरत्न हेउछन्ति। पुणी सेमानंकु रत्न करिला बाला हीरा अर्थात शिव बाबांकु मझिरे रखुछन्ति। काहीकिना सिए एही भली अमूल्य रत्न करिछन्ति। ग्रह चारि दशा पड़िले मध्य अष्टरत्नर मुदी पिंधि थांती। वर्तमान समय रे भारत उपरे राहुर ग्रहचारी दशा पड़िछि। प्रथमे थिला वृक्षपति अर्थात बृहस्पति दशा। तुमे सेतेबेले सत्ययुगी देवता थिल। विश्व उपरे राज्य करुथिल। पुणे धीरे धीरे राहु दशा पड़िला। एबे तुमे जानुछ आम उपरे प्रथमे बृहस्पति दशा थिला जाहाकू वृक्षपति कुहा जाए। संक्षिप्तरे बृहस्पति कुहा जाए। वास्तवरे आमे जेतेबेले विश्वर मालिक थिले आम उपरे बृहस्पति दशा थिला। एबे राहु दशा पड़िछि जहा फलरे आमे कौड़ी तुल्य होई जाइछे। ए कथा को तो प्रत्येक मनुष्य बुझी पारिबे। पचारिबार मध्य आवश्यकता नाही। दुनिया रे गुरु आदि को पचारि थांती मु एही परीक्षा रे उत्तीर्ण हेबी। एठारे मध्य बाबांकु पचारुछंती मु उत्तीर्ण हेबी। तेबे मु तांकु कहुछि जदि एभली पुरुषार्थ करि चालिबो तेबे काहेकि उत्तीर्ण न हेबो। किंतु माया बहुत शक्तिशाली। एकदम तोफान रे पकाई देबो। वर्तमान तो ठीक अछि। आगकु गले जदि बहुत तोफान आसिबो तेबे कौन करिबो। एबे तुमे युद्ध स्थल रे छिड़ा होइछ। तेबे मु किपरि ग्यारंटी देई देबी। पूर्वरु माला तयारी करिथिली। पुणी सेथिरे जहांकु 2-3 नंबर रे रखिथिली सिए एबे नाहांती। एकदम कंटा होई गले। तेणु बाबा कहिले ब्राह्मणंकर माला तयारी होई परिबो नाही। कारण युद्ध क्षेत्र रे अछंती ना। आजी ब्राह्मण होइछंती पुणी काली शूद्र होई जिबे। विकार रे जीवा अर्थात शूद्र हेबा। तेबे एहार अर्थ राहुर दशा पड़िला। बृहस्पति दशा पाई पुरुषार्थ करुथिले। वृक्षपति पढ़ाउथिले। पुणी चालू चालू मायार चापुड़ा बाजिगला। पुणी तापरे राहुर दशा पड़ीगला अर्थात विश्वासघातक होईगले। एही भली सबु जगारे थांती।
ଗୋଟିଏ ରାଜ୍ୟରୁ ବାହାରି ଅନ୍ୟ ରାଜ୍ୟରେ ଯାଇ ଶରଣ ନେଇଥାନ୍ତି। ସେମାନେ ଦେଖନ୍ତି ଇଏ ଆମର ଉପକାରରେ ଆସିବ, ତେଣୁ ଶରଣ ଦେଇଥାନ୍ତି। ଏଭଳି ବହୁତ ବିଶ୍ୱାସଘାତକ ଥାନ୍ତି ଯେଉଁମାନେ ବିମାନ ସହିତ ଯାଇ ଅନ୍ୟ ରାଜ୍ୟରେ ଶରଣ ନେଇଥାନ୍ତି। ପୁଣି ସେମାନେ ବିମାନକୁ ଫେରାଇ ଦିଅନ୍ତି, କେବଳ ତାଙ୍କୁ ଶରଣ ଦିଅନ୍ତି, ବିମାନକୁ ଶରଣ ଦିଅନ୍ତି ନାହିଁ, କାରଣ ତାହା ତାଙ୍କର ସମ୍ପତ୍ତି ହେଲା ନା। ତାଙ୍କ ଜିନିଷ ତାଙ୍କୁ ଫେରାଇ ଦିଅନ୍ତି, ବାକି ମନୁଷ୍ୟଙ୍କୁ ଶରଣ ଦିଅନ୍ତି। ଏବେ ତୁମେ ପିଲାମାନେ ବାବାଙ୍କ ନିକଟକୁ ଶରଣ ନେବା ପାଇଁ ଆସିଛ, କହୁଛ ଆମର ଇଜ୍ଜତ ବଞ୍ଚାଅ। ଦ୍ରୌପଦୀ ମଧ୍ୟ ଡାକିଥିଲେ, ମୋତେ ଇଏ ଉଲ୍ଲଗ୍ନ କରୁଛି, ପତିତ ହେବାରୁ ମୁକ୍ତ କର। ସତ୍ୟଯୁଗରେ କେବେ ଉଲ୍ଲଗ୍ନ ହୁଅନ୍ତି ନାହିଁ, ତାକୁ ତ ସମ୍ପୂର୍ଣ୍ଣ ନିର୍ବିକାରୀ ଦୁନିଆ କୁହାଯାଏ। ଛୋଟ ପିଲାମାନେ ତ ନିର୍ବିକାରୀ ଅଟନ୍ତି। ସେହିପରି ଏମାନେ ମଧ୍ୟ ଘର ଗୃହସ୍ଥରେ ରହି ସମ୍ପୂର୍ଣ୍ଣ ନିର୍ବିକାରୀ ରୁହନ୍ତି। ଯଦିଓ ସ୍ତ୍ରୀ ପୁରୁଷ ଏକାଠି ରହୁଛନ୍ତି, ତେବେ ମଧ୍ୟ ନିର୍ବିକାରୀ ରହୁଛନ୍ତି। ସେଥିପାଇଁ କହୁଛନ୍ତି ଆମେ ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେଉଛୁ। ତାହା ହେଉଛି ନିର୍ବିକାରୀ ଦୁନିଆ। ସେଠାରେ ରାବଣ ନାହିଁ, ତାକୁ ରାମରାଜ୍ୟ କୁହାଯାଏ। ରାମ ଶିବ ବାବାଙ୍କୁ କୁହାଯାଏ। ରାମ ନାମ ଜପିବାର ଅର୍ଥ ହିଁ ହେଉଛି ବାବାଙ୍କୁ ମନେ ପକାଇବା। ଯେତେବେଳେ ରାମ ରାମ କହିଥାନ୍ତି, ସେତେବେଳେ ତାଙ୍କ ବୁଦ୍ଧିରେ ନିରାକାର ହିଁ ଥାନ୍ତି। କେବଳ ରାମ ରାମ କହିଥାନ୍ତି, ସୀତାଙ୍କୁ ତ ମନେ ପକାନ୍ତି ନାହିଁ। ସେହିଭଳି କୃଷ୍ଣଙ୍କର ନାମ ଜପିଥାନ୍ତି, ରାଧାଙ୍କୁ ନୁହେଁ। ଏଠାରେ ତ ଏକମାତ୍ର ବାବା ହିଁ ଅଛନ୍ତି। ସିଏ କହୁଛନ୍ତି କେବଳ ମୋତେ ମନେ ପକାଅ। କୃଷ୍ଣଙ୍କୁ ତ ପତିତ ପାବନ କୁହାଯିବ ନାହିଁ। ବାଲ୍ୟ ଅବସ୍ଥାରେ ରାଧା କୃଷ୍ଣ ଭାଇ ଭଉଣୀ ମଧ୍ୟ ନଥିଲେ, ଅଲଗା ଅଲଗା ରାଜ୍ୟରେ ଥିଲେ। ଛୋଟ ପିଲା ତ ଶୁଦ୍ଧ ପବିତ୍ର ଅଟନ୍ତି। ବାବା ମଧ୍ୟ କହୁଛନ୍ତି ଛୋଟ ପିଲାମାନେ ତ ଫୁଲ ସଦୃଶ, ସେମାନଙ୍କର ବିକାର ଦୃଷ୍ଟି ନଥାଏ। ଯେତେବେଳେ ବଡ଼ ହେଉଛନ୍ତି, ଦୃଷ୍ଟି ଖରାପ ହେଉଛି। ସେଥିପାଇଁ ବାଳକ ଏବଂ ମହାତ୍ମାଙ୍କୁ ସମାନ କୁହାଯାଏ, ବରଂ ଛୋଟ ପିଲା ମହାତ୍ମାଙ୍କ ଠାରୁ ଉଚ୍ଚ। ମହାତ୍ମାଙ୍କୁ ତ ଜଣାଅଛି ଯେ ମୁଁ ଭ୍ରଷ୍ଟାଚାରରୁ ଜନ୍ମ ହୋଇଛି, କିନ୍ତୁ ଛୋଟ ପିଲାମାନଙ୍କୁ ଏସବୁ ଜଣା ନଥାଏ। ପିଲା ବାପର ହୋଇଗଲା, ଅର୍ଥାତ୍ ସମ୍ପତ୍ତିର ଅଧିକାରୀ ହୋଇଗଲା। ତୁମେମାନେ ବିଶ୍ୱର ରାଜଧାନୀର ମାଲିକ ହୋଇଯାଉଛ। କାଲିର କଥା, ତୁମେ ବିଶ୍ୱର ମାଲିକ ଥିଲ, ଏବେ ପୁଣି ଥରେ ହେଉଛ। ତୁମକୁ ଏତେ ପ୍ରାପ୍ତି ହେଉଛି, ତେଣୁ ସ୍ତ୍ରୀ ପୁରୁଷ ଭାଇ ଭଉଣୀ ହୋଇ ପବିତ୍ର ରହିଲେ କେଉଁ ବଡ଼ କଥା? କିଛି ତ ପରିଶ୍ରମ କରିବା ଦରକାର। ହଁ, ପୁରୁଷାର୍ଥର କ୍ରମାନୁସାରେ ଏବେ ବୃହସ୍ପତି ଦଶାରେ ଯାଉଛ। ପାଠପଢ଼ା ଅନୁସାରେ ସ୍ୱର୍ଗକୁ ଯାଉଛ। ପୁଣି କେହି ଉଚ୍ଚ ପଦ ପ୍ରାପ୍ତ କରୁଛନ୍ତି, କେହି ମଧ୍ୟମ ହେଉଛନ୍ତି, ଆଉ କେହି ଫୁଲ ଭଳି ହେଉଛନ୍ତି, ଆଉ କେହି କ'ଣ ହେଉଛନ୍ତି? ତାହା ବଗିଚା ଅଟେ ନା। ପୁଣି ପଦ ମଧ୍ୟ ସେହିପରି ପାଇବେ। ତେଣୁ ଏହିଭଳି ଫୁଲ ହେବା ପାଇଁ ବହୁତ ପୁରୁଷାର୍ଥ କରିବାକୁ ହେବ। ସେଥିପାଇଁ ବାବା ପିଲାମାନଙ୍କୁ ଦେଖାଇବା ପାଇଁ ଫୁଲ ନେଇ ଆସୁଛନ୍ତି। ବଗିଚାରେ ତ ଅନେକ ପ୍ରକାରର ଫୁଲ ରହିଥାଏ। ସତ୍ୟଯୁଗ ହେଉଛି ଫୁଲର ବଗିଚା ଏବଂ ଏହା ହେଉଛି କଣ୍ଟାର ଜଙ୍ଗଲ। ଏବେ ତୁମେ କଣ୍ଟାରୁ ଫୁଲ ହେବାର ପୁରୁଷାର୍ଥ କରୁଛ। ଉଭୟଙ୍କୁ ବିକାରର କଣ୍ଟାରେ ଆଘାତ ଦେବାରୁ ବିରତ ରହିବା ପାଇଁ ପୁରୁଷାର୍ଥ କରୁଛ। ତେଣୁ ଯିଏ ଯେତେ ପୁରୁଷାର୍ଥ କରିବ, ସେତେ ବିଜୟ ପ୍ରାପ୍ତ କରିବେ। ମୁଖ୍ୟ କଥା ହେଉଛି କାମ ବିକାର ଉପରେ ବିଜୟ ପ୍ରାପ୍ତ କରିବା ଦ୍ୱାରା ହିଁ ଜଗଜ୍ଜିତ ହୋଇପାରିବ। ତେବେ ଏହା ତ ପିଲାମାନଙ୍କ ଉପରେ ନିର୍ଭର କରୁଛି। ଯୁବକମାନଙ୍କୁ ବହୁତ ମେହନତ କରିବାକୁ ପଡ଼ୁଛି ଏବଂ ବୃଦ୍ଧମାନଙ୍କୁ କମ୍, ଆଉ ବାନପ୍ରସ୍ଥୀମାନଙ୍କୁ ଆହୁରି କମ୍। ଛୋଟ ପିଲାମାନଙ୍କୁ ତ ବହୁତ କମ୍ ପୁରୁଷାର୍ଥ କରିବାକୁ ପଡ଼ୁଛି। ତୁମେ ଜାଣିଛ, ଆମକୁ ବିଶ୍ୱ ରାଜତ୍ୱର ସମ୍ପତ୍ତି ମିଳୁଛି। ସେଥିପାଇଁ ଗୋଟିଏ ଜନ୍ମ ପବିତ୍ର ରହିବା କିଛି ବଡ଼ କଥା ନୁହେଁ। ସେମାନଙ୍କୁ କୁହାଯାଏ ବାଲ ବ୍ରହ୍ମଚାରୀ। ସେମାନେ ଶେଷ ପର୍ଯ୍ୟନ୍ତ ପବିତ୍ର ରୁହନ୍ତି। ତେଣୁ ଯେଉଁମାନେ ପବିତ୍ର ହୋଇଛନ୍ତି, ସେମାନଙ୍କୁ ବାବାଙ୍କର ଆକର୍ଷଣ ହୋଇଥାଏ। ପିଲାମାନଙ୍କୁ ଯଦି ଛୋଟବେଳରୁ ଜ୍ଞାନ ମିଳିଯିବ, ତେବେ ସେମାନେ ମାୟାରୁ ମୁକୁଳିଯିବେ।
ଛୋଟ ପିଲାମାନେ ଅବୋଧ ଅଟନ୍ତି, କିନ୍ତୁ ବାହାରକୁ ଗଲା ପରେ ଅର୍ଥାତ୍ ବିଦ୍ୟାଳୟରେ ସଙ୍ଗର ରଙ୍ଗ ଲାଗିଯାଏ। କଥାରେ ଅଛି, ସତ୍ୟ ସଙ୍ଗ ଉଦ୍ଧାର କରେ, ମିଥ୍ୟା ସଙ୍ଗ ଡୁବାଇ ଦିଏ। ବାବା କହୁଛନ୍ତି, ମୁଁ ତୁମକୁ ଶିବାଳୟକୁ ପାରି କରି ନେଇଯାଉଛି। ସତ୍ୟଯୁଗ ହେଉଛି ସମ୍ପୂର୍ଣ୍ଣ ନୂଆ ଦୁନିଆ। ସେଠାରେ ଖୁବ୍ ଅଳ୍ପ ସଂଖ୍ୟକ ମନୁଷ୍ୟ ରହନ୍ତି, ପୁଣି ଧୀରେ ଧୀରେ ବୃଦ୍ଧି ପ୍ରାପ୍ତ ହୁଏ। ସେଠାରେ ତ ଦେବତାମାନେ ଅଳ୍ପ ସଂଖ୍ୟକ ଥାଆନ୍ତି। ତେଣୁ ସେହି ନୂଆ ଦୁନିଆକୁ ଯିବା ପାଇଁ ପୁରୁଷାର୍ଥ କରିବାକୁ ହେବ। ଆଚ୍ଛା, ମିଠେ ମିଠେ ଶିଖିଲଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ଓମ୍ ଶାନ୍ତି। ନମସ୍ତେ 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 ନମସ୍ତେ। ଶୁକ୍ରିୟା ବାବା, ଶୁକ୍ରିୟା। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ବାବାଙ୍କର ମନପସନ୍ଦିଆ ହେବା ପାଇଁ ଗୁଣବାନ ଆତ୍ମା ହେବାକୁ ପଡ଼ିବ। ଭଲ ଭଲ ଗୁଣକୁ ଧାରଣ କରି ଫୁଲ ଭଳି ହେବାକୁ ପଡ଼ିବ। ଅବଗୁଣକୁ ତ୍ୟାଗ କରିବାକୁ ହେବ। କଣ୍ଟା ଭଳି ହୋଇ କାହାକୁ ବି ଦୁଃଖ ଦେବାର ନାହିଁ। 2 ନମ୍ବର। ସମ୍ପୂର୍ଣ୍ଣ ରୂପରେ ଉତ୍ତୀର୍ଣ୍ଣ ହେବା ପାଇଁ ବା ସ୍କଲାରସିପ୍ ନେବା ପାଇଁ ନିଜର ଅବସ୍ଥାକୁ ଏଭଳି କରିବାକୁ ହେବ ଯାହାକି ବାବାଙ୍କ ବ୍ୟତୀତ କିଛି ବି ମନେ ପଡ଼ୁନଥିବ। ନିଜର ଦୃଷ୍ଟି ସମ୍ପୂର୍ଣ୍ଣ ପବିତ୍ର ହୋଇଯାଇଥିବ। ସଦାସର୍ବଦା ବୃହସ୍ପତିର ଦଶା ରହିଥିବ। ଆଜିର ବରଦାନ, ବ୍ରାହ୍ମଣ ଜୀବନରେ ସର୍ବସମ୍ପତ୍ତିକୁ ସଫଳ କରି ସର୍ବଦା ପ୍ରାପ୍ତି ସମ୍ପନ୍ନ ହେଉଥିବା ସନ୍ତୁଷ୍ଟମଣି ହୁଅ। ବ୍ରାହ୍ମଣ ଜୀବନର ସବୁଠାରୁ ବଡ଼ରୁ ବଡ଼ ସମ୍ପତ୍ତି ହେଲା ସନ୍ତୁଷ୍ଟ ରହିବା। ଯେଉଁଠି ସର୍ବପ୍ରାପ୍ତି ରହିଛି ସେଠାରେ ସନ୍ତୁଷ୍ଟତା ରହିଛି ଏବଂ ଯେଉଁଠି ସନ୍ତୁଷ୍ଟତା ରହିଛି ସେଠାରେ ସବୁ କିଛି ଅଛି। ଯେଉଁମାନେ ସର୍ବଦା ସନ୍ତୁଷ୍ଟ ରହୁଥିବା ରତ୍ନ ଅଟନ୍ତି ସେମାନେ ସର୍ବପ୍ରାପ୍ତି ସ୍ୱରୂପ ଅଟନ୍ତି। ସେମାନଙ୍କର ଗୀତ ହେଲା, ଯାହା କିଛି ପାଇବାର ଥିଲା ତାହା ପାଇଗଲି। ଏହିଭଳି ସର୍ବପ୍ରାପ୍ତିରେ ସମ୍ପନ୍ନ ହେବାର ବିଧି ହେଲା ପ୍ରାପ୍ତ ହୋଇଥିବା ସର୍ବସମ୍ପତ୍ତିକୁ ବ୍ୟବହାର କରିବା। କାହିଁକି ନା ଯେତେ ଯେତେ ସମ୍ପତ୍ତିକୁ ସଫଳ କରିବ ସେହି ଅନୁସାରେ ତାହା ବଢ଼ି ବଢ଼ି ଚାଲିବ। ଆଜିର ସ୍ଲୋଗାନ, ହୋଲି ହଂସ ସେହିମାନଙ୍କୁ କୁହାଯାଏ ଯେଉଁମାନେ ସର୍ବଦା ଭଲ ଗୁଣଗୁଡ଼ିକର ମୋତି ହିଁ ଗ୍ରହଣ କରିଥାନ୍ତି, ଅବଗୁଣ ରୂପୀ ଗୋଡ଼ି ନୁହେଁ। ହୋଲି ହଂସ ସେହିମାନଙ୍କୁ କୁହାଯାଏ ଯେଉଁମାନେ ସର୍ବଦା ଭଲ ଗୁଣଗୁଡ଼ିକର ମୋତି ହିଁ ଗ୍ରହଣ କରିଥାନ୍ତି, ଅବଗୁଣ ରୂପୀ ଗୋଡ଼ି ନୁହେଁ। ଓମ୍ ଶାନ୍ତି।